ନବମା ଭଗବତୀ ଶରଣ ଦର୍ଶକ ବନ୍ଧୁ 12 ଅଧିପତି ଦେବଗୁରୁ ବୃହସ୍ପତିଙ୍କୁ ନମନ କରି ଜାଣିବା ଆଜିର ରାଶିଫଳ ବିଷୟରେ। ସର୍ବପ୍ରଥମେ ଜାଣିବା ଆଜିର ରାଶି ନକ୍ଷତ୍ର ତଥା ପଞ୍ଚାଙ୍ଗ ବିଷୟରେ। ଆଜି ପୌଷ ମାସ କୃଷ୍ଣପକ୍ଷ ଇଂରାଜୀ ତାରିଖ ଡିସେମ୍ବର 19 ତାରିଖ 2024 ମସିହା ଗୁରୁବାର। ଆଜି ଚତୁର୍ଥୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ବୈଧୃତି ଯୋଗ ବା ଆଳବକରଣ ଦିବା 10 ଘଣ୍ଟା 3 ମିନିଟ୍ ପରେ କୌଳବକରଣ ଭୋଗ ହେବ। ଯୋଗିନୀ ନୈಋତ କୋଣରେ ଦିବା 10 ଘଣ୍ଟା 3 ମିନିଟ୍ ପରେ ଦକ୍ଷିଣ ଦିଗରେ ରହିବେ। ଆଜି ତୁଳା ଓ କୁମ୍ଭ ରାଶିର ଘାତ ବାର ଏବଂ କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର। ରାହୁକାଳ ଦିବା 1 ଘଣ୍ଟା 8 ମିନିଟ୍ରୁ ଦିବା 2 ଘଣ୍ଟା 30 ମିନିଟ୍ ମଧ୍ୟରେ। ମହେନ୍ଦ୍ର ବେଳା ଦିବା 4 ଘଣ୍ଟା 30 ମିନିଟ୍ରୁ ସନ୍ଧ୍ୟା 5 ଘଣ୍ଟା 13 ମିନିଟ୍ ମଧ୍ୟରେ। ରାହୁକାଳରେ କୌଣସି ଆନୁଷ୍ଠାନିକ ମାଙ୍ଗଳିକ ଶୁଭ କାର୍ଯ୍ୟ କରିବା ଶାସ୍ତ୍ର ସମ୍ମତ ନୁହେଁ। ଏଣୁକରି ମହେନ୍ଦ୍ର ବେଳାଟି ସର୍ବୋତ୍ତମ, କାରଣ ମହେନ୍ଦ୍ର ବେଳାଟି ଶ୍ରୀହରି ବିଷ୍ଣୁଙ୍କ ଅତି ପ୍ରିୟ ବୋଲି ଶାସ୍ତ୍ର ମାର୍ଗଦର୍ଶନ କରିଥାଏ। ଆଜିର ଗ୍ରହ ସ୍ଥିତି: ବୃହସ୍ପତି ବୃଷ ରାଶିରେ, ଚନ୍ଦ୍ର ମଙ୍ଗଳ ଯୁକ୍ତ ହୋଇକି କର୍କଟ ରାଶିରେ, କେତୁ କନ୍ୟା ରାଶିରେ, ବୁଧ ବିଛା ରାଶିରେ, ରବି ଧନୁ ରାଶିରେ, ଶୁକ୍ର ମକର ରାଶିରେ, ଶନି ମୂଳ ତ୍ରିକୋଣୀ ଅବସ୍ଥାରେ କୁମ୍ଭ ରାଶିରେ ଏବଂ ରାହୁ ମୀନ ରାଶିରେ ଗୋଚର କରିବେ। ଦର୍ଶକ ବନ୍ଧୁ, ଦୀର୍ଘ ଦିନରୁ ମା ଭଗବତୀ ଏଷ୍ଟ୍ରୋଲୋଜିଟି ବନ୍ଦ ହୋଇକି ଥିଲା, କିନ୍ତୁ ଏହି ଭଗବତୀ ଏଷ୍ଟ୍ରୋଲୋଜି ମାଧ୍ୟମରେ ଆପଣମାନେ ରାଶିଫଳ ବ୍ୟତୀତ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ନିଶ୍ଚିତ ରୂପେ ଜାଣିପାରିବେ। କିନ୍ତୁ ରାଶିଫଳ କାର୍ଯ୍ୟକ୍ରମ ଏବଂ 2025 ମସିହାର ଦ୍ୱାଦଶ ରାଶି ପ୍ରତି ଫଳାଫଳ ବିଷୟବସ୍ତୁଟି ତ୍ରିଶକ୍ତି ଏଷ୍ଟ୍ରୋଲୋଜି ମାଧ୍ୟମରେ ପରିଚିତ ହୋଇପାରିବେ। ଏଣୁକରି ତ୍ରିଶକ୍ତି ଏଷ୍ଟ୍ରୋଲୋଜିକୁ ସବସ୍କ୍ରାଇବ୍ କରିକି ବିଷୟବସ୍ତୁଟି ନିଶ୍ଚିତ ରୂପେ ଆପଣମାନେ ଜାଣିପାରିବେ। ଆଜି ଦିନଠାରୁ ତ୍ରିଶକ୍ତି ଏଷ୍ଟ୍ରୋଲୋଜି ମାଧ୍ୟମରେ ଆଜିର ରାଶିଫଳ କାର୍ଯ୍ୟକ୍ରମଟି ନିଶ୍ଚିତ ରୂପେ ଆରମ୍ଭ ହେବ। ଦର୍ଶକ ବନ୍ଧୁ, ଚନ୍ଦ୍ରମା ଆଜି ବୁଧଙ୍କ ନକ୍ଷତ୍ରରେ କର୍କଟ ରାଶିରେ ଗୋଚର କରିବେ। ଫଳରେ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶି ଉପରେ ଚନ୍ଦ୍ରମାଙ୍କ କେଉଁ ପ୍ରକାର ପ୍ରଭାବ ରହିବ, ଉକ୍ତ ବିଷୟବସ୍ତୁ ଉପରେ ପରିଚିତ ହେବା। ରାଶିଫଳ ଜାଣିବା ଆଗରୁ ଜାଣିବା ଆଜିର ଦିବ୍ୟ ଚିନ୍ତନ ବିଷୟରେ। ଦିବ୍ୟ ଚିନ୍ତନରେ ଅଛି ଜଣେ ଦର୍ଶକ ବନ୍ଧୁଙ୍କ ପ୍ରଶ୍ନ। ପ୍ରଶ୍ନଟି ଦୀର୍ଘ ଦିନର ଅଟେ। ଦର୍ଶକ ବନ୍ଧୁ ଜଣକ ପ୍ରଶ୍ନ ରଖିଛନ୍ତି, ଶନି 7.5 କିପରି ଆରମ୍ଭ ହୋଇଥାଏ? ଯେତେବେଳେ ଗୋଚର ସ୍ଥିତି ଉପରେ ଗ୍ରହମାନଙ୍କୁ ଦେଖାଯାଏ, ଠିକ୍ ରାଶିଠାରୁ ଦ୍ୱାଦଶ ସ୍ଥାନରେ ଯେତେବେଳେ ଶନି ଆସିକି ଅବସ୍ଥିତ ହୋଇଥାନ୍ତି, ସେହି ସମୟରେ ରାଶିକୁ 7.5 ଦୋଷ ଲାଗିଥାଏ। ରାଶିରେ ଆସିକି ଯେତେବେଳେ ଗୋଚର କରନ୍ତି, ସେହି ସମୟରେ ମଧ୍ୟ 7.5 ଦୋଷ ରହିଥାଏ। ଯେତେବେଳେ ରାଶିଠାରୁ ଦ୍ୱିତୀୟ ସ୍ଥାନରେ ରହିଥାନ୍ତି, ସେହି ସ୍ଥାନରେ ମଧ୍ୟ ଶନିଙ୍କର 7.5 ପ୍ରଭାବ ରହିଥାଏ। ଉଦାହରଣ ସ୍ୱରୂପ ଆସନ୍ତା ଏପ୍ରିଲ 3 ତାରିଖ 2025 ମସିହାରେ ଶନିଶ୍ଚର ମହାଗ୍ରହ ନିଜର ମୂଳ ତ୍ରିକୋଣ ରାଶି ଯାହାକି କୁମ୍ଭ ରାଶିକୁ ଛାଡ଼ିକି ମୀନ ରାଶିରେ ପଦାର୍ପଣ କରିବେ। ଏଣୁକରି ଯେତେବେଳେ ମୀନ ରାଶିରେ ଶନିଶ୍ଚର ମହାଗ୍ରହ ଅବସ୍ଥିତ ରହିବେ, ସେହି ସମୟରେ ମେଷ ରାଶିକୁ ଶନିଙ୍କର 7.5 ଦୋଷଟି ଆରମ୍ଭ ହୋଇଯିବ। ଦର୍ଶକ ବନ୍ଧୁ, ଠିକ୍ ମେଷ ରାଶି ଠାରୁ ମୀନ ରାଶି ହେଉଛି ଦ୍ୱାଦଶ ରାଶି। ଦ୍ୱାଦଶ ରାଶିରେ ଯେତେବେଳେ ଆସିକି ଶନିଶ୍ଚର ମହାଗ୍ରହ ରହିଯିବେ, ସେହି ସମୟରେ ମେଷ ରାଶିର 7.5ର ପ୍ରଥମ ସୋପାନ ଆରମ୍ଭ ହେବ। ଦ୍ୱିତୀୟ ସୋପାନ ଯେତେବେଳେ ରାଶିରେ ଆସିକି ରହିବେ ଏବଂ ତୃତୀୟ ସୋପାନ ଯେତେବେଳେ ବୃଷ ରାଶିରେ ରହିବେ, ସେହି ସମୟରେ ମେଷ ରାଶି ପ୍ରତି ଶନିଙ୍କର 7.5 ଯାହାକି 7.5 ବର୍ଷ ନିଶ୍ଚିତ ରୂପେ ଭୋଗ ହେବ। ଇଏ ଥିଲା ଆପଣଙ୍କ ପ୍ରଶ୍ନ। ଏବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ରାଶିଫଳଟି ଆପଣଙ୍କ ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କ ଜନ୍ମକୋଷ୍ଠୀରେ ଚନ୍ଦ୍ରମା ଯେଉଁ ରାଶିରେ ଅବସ୍ଥାନ କରିଛନ୍ତି, ସିଏ ହେଉଛି ଆପଣଙ୍କ ଚନ୍ଦ୍ର ରାଶି ବା ଜନ୍ମ ରାଶି। ଯଦି ଆପଣ ନିଜର ଜନ୍ମ ରାଶି ଜାଣିନାହାନ୍ତି, ତାହେଲେ ପ୍ରଚଳିତ ନାମ ରାଶି ଅନୁସାରେ ରାଶିଫଳଟି ଦେଖିପାରିବେ। କାଳପୁରୁଷ ଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଚତୁର୍ଥ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ମାନ ସମ୍ମାନ ପ୍ରତି ସତର୍କତା ଅବଲମ୍ବନ କରିବେ। ପାରିବାରିକ ସମସ୍ୟା ସହିତ ଭୂ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ନେଇକି ବାଦ ବିବାଦ ମଧ୍ୟ ରହିପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ମନସ୍ତାପ ବୃଦ୍ଧି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ରହିବ। ଆର୍ଥିକ ସ୍ଥିତି ଆଦ୍ୟ ଶୁଭଦାୟକ ନୁହେଁ। ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସିନ୍ଦୁରବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି ଦୁମ୍ ଦୁର୍ଗାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବୃଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ତୃତୀୟ ସ୍ଥାନରେ ଗୋଚର କରିବେ।
ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ବିଳମ୍ବରେ କାର୍ଯ୍ୟ ସିଦ୍ଧିର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ସୁସମ୍ବାଦ ଶ୍ରବଣ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସଫଳତାର ଚାବିକାଠି ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭଙ୍କ 2। ଆପଣ ଆଜି ସିଦ୍ଧକୁଞ୍ଜିକା ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱିତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅପବ୍ୟୟ ଖର୍ଚ୍ଚର ସୂଚନା ପରିଲକ୍ଷିତ ହୁଏ। ସରକାରୀ ବେସରକାରୀ କର୍ମକୁ ନେଇକି ବ୍ୟଥା ଅନୁଭବ କରିପାରନ୍ତି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ରହିବ। ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ରହିବା ସହିତ ଦିନଟିରେ ଦୁଃସମ୍ବାଦ ଶ୍ରବଣ ହୋଇପାରେ। ଆର୍ଥିକ ସ୍ଥିତି ପ୍ରତି ଅନୁଧ୍ୟାନ ରଖନ୍ତୁ। ସ୍ୱାସ୍ଥ୍ୟ ଶରୀର ବିଶେଷ ସୁଖଦାୟକ ନୁହେଁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବାକ୍ଶୁଦ୍ଧି ରଖିବା ନିତାନ୍ତ ଆବଶ୍ୟକ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ଘନ ନୀଳ ରଙ୍ଗ, ଶୁଭଙ୍କ 3। ଆପଣ ଆଜି କ୍ଲିଂ ମନ୍ତ୍ରକୁ 54 ଥର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପ୍ରବଳ ପରିମାଣରେ ଲାଭର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ସ୍ୱାଧୀନ ଭାବେ କର୍ମ ନିର୍ବାହ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ସୁଖଦ ରହିବ। ଯାତ୍ରା ସମୟରେ ଅମୃତ ତୁଲ୍ୟ ଫଳ ପ୍ରାପ୍ତି କରିବେ। ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପ ଉପରେ ସଦାସର୍ବଦା କଡ଼ା ନଜର ରଖନ୍ତୁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ମାର୍ଗଦର୍ଶନ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ସିନ୍ଦ୍ରବର୍ଣ୍ଣ ରଙ୍ଗ, ଶୁଭଙ୍କ 5। ଆପଣ ଆଜି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ ହୁଅନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅପବ୍ୟୟ ଖର୍ଚ୍ଚର ସୂଚନା ପରିଲକ୍ଷିତ ହେବା ସହିତ ସରକାରୀ ବେସରକାରୀ କର୍ମକୁ ନେଇକି ଗତିରୋଧର ସୂଚନା ଅଛି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରଖନ୍ତୁ। ଅନ୍ୟ କାହାରି ଉପରେ ବିଶେଷ ଭରସା ରଖନ୍ତୁ ନାହିଁ। ଆର୍ଥିକ ସ୍ଥିତି ପ୍ରତି ଧ୍ୟାନ ରଖିବା ସହିତ ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କର୍ମ ବିମୁଖ ହେବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ରକ୍ତବର୍ଣ୍ଣ ରଙ୍ଗ, ଶୁଭଙ୍କ 8। ଆପଣ ଆଜି ଦେବୀ ମନ୍ଦିରରେ ଘୃତଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଉଚ୍ଚ ଆଶାରେ ସଫଳ ପ୍ରାପ୍ତି କରିବେ। ସରକାରୀ ବେସରକାରୀ କର୍ମକୁ ନେଇକି ଆର୍ଥିକ ସ୍ଥିତି ସବଳ ରହିବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ଅଟେ। ଦିନଟିରେ ଅର୍ଥାଭାବ ଦୂର ହେବ। ସ୍ୱାସ୍ଥ୍ୟ ଶରୀର ସବଳ ରହିବ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନିର୍ଦ୍ୱନ୍ଦ୍ୱରେ କର୍ମ ନିର୍ବାହ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ସବୁଜ ବର୍ଣ୍ଣ ରଙ୍ଗ, ଶୁଭଙ୍କ 3। ଆପଣ ଆଜି ଗାୟତ୍ରୀ ମନ୍ତ୍ରକୁ 54 ଥର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ତୁଳା ରାଶି। ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦଶମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଉତ୍ସାହ ବୃଦ୍ଧି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଆଶାତୀତ ଫଳ ପ୍ରାପ୍ତି କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବ। ସ୍ୱାସ୍ଥ୍ୟ ଶରୀର ସବଳ ଅଟେ। ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପକୁ ନେଇକି ଅତ୍ୟନ୍ତ ଖୁସି ଅନୁଭବ କରିବେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ଧବଳବର୍ଣ୍ଣ ରଙ୍ଗ, ଶୁଭଙ୍କ 1। ଆପଣ ଆଜି ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବିଛା ରାଶି। ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ନବମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅନ୍ୟର ପରାମର୍ଶରେ କର୍ମ ନିର୍ବାହ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ମନ ଭିତରେ ଉଦ୍ବେଗ ଜାତ ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ପ୍ରେମ ସମ୍ପର୍କକୁ ନେଇକି ନୀରବତା ଲକ୍ଷ୍ୟ କରିବେ। ଆର୍ଥିକ ସ୍ଥିତି ମଧ୍ୟମରୁ ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ। ଦିନଟିରେ ବକ୍ଷ ଦେଶରେ ଯନ୍ତ୍ରଣା ଅନୁଭବ ହୋଇପାରେ। ଯାତ୍ରା ପାଇଁ ଦିନଟି ଆଦ୍ୟ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବିରକ୍ତି ଭାବ ପ୍ରକାଶ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭଙ୍କ 4। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଧନୁରାଶି। ଧନୁରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସୁଖହାନିର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ମନ ଭିତରେ ଅଶାନ୍ତିର ବାତାବରଣ ଜାତ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଆଦ୍ୟ ଶୁଭଦାୟକ ନୁହେଁ। ସହଧର୍ମିଣୀଙ୍କ ପରାମର୍ଶ ଅନୁସାରେ ଗୃହ କାର୍ଯ୍ୟ ସମ୍ପାଦନ କରନ୍ତୁ।
ଆର୍ଥିକ ସ୍ଥିତି ମଧ୍ୟମରୁ ଉତ୍ତମ ରହିବ। ଦିନଟିରେ ଧାର କରଜ କରିବା ପାଇଁ ସମୟ ବାଧ୍ୟ କରିପାରେ। ସ୍ୱାସ୍ଥ୍ୟ ଶରୀର ପ୍ରତି ପ୍ରବଳ ମାତ୍ରାରେ ଧ୍ୟାନ ରଖନ୍ତୁ। ରାସ୍ତାଘାଟରେ ଯିବା ଆସିବା ସମୟରେ ଚତୁଷ୍ପଦ ଜୀବଜନ୍ତୁ ଏବଂ ଚତୁଷ୍ପଦ ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ। ଯାତ୍ରା ପାଇଁ ଦିନଟି ଆଦ୍ୟ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ତରତର ନିଷ୍ପତ୍ତି ନେଇକି ସନ୍ତାପିତ ହୋଇପାରନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 2। ଆପଣ ଆଜି ତୁଳସୀ ଚଉରା ମାଟିକୁ କପାଳରେ ତିଳକ ରୂପେ ଧାରଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ସପ୍ତମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ମାନ ସମ୍ମାନ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଅତ୍ୟନ୍ତ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ଅଟେ। ଆର୍ଥିକ ସ୍ଥିତି ସବଳ ରହିବ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଯିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ନୀଳବର୍ଣ୍ଣ ରଙ୍ଗ, ଶୁଭ ଅଙ୍କନ। ଆପଣ ଆଜି କ୍ଳୀ ମନ୍ତ୍ରକୁ 54 ଥର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଷଷ୍ଠ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅର୍ଥ ଲାଭର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ଗୁପ୍ତ ଶତ୍ରୁ ପରାଜିତ ହେବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ରହିବ। ଆର୍ଥିକ ସ୍ଥିତି ସବଳ ଅଟେ। ଦିନଟିରେ ମାଙ୍ଗଳିକ କର୍ମରେ ଯୋଗଦାନ ରହିପାରେ। ସ୍ୱାସ୍ଥ୍ୟ ଶରୀର ସୁଖଦ ରହିବା ସହିତ ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଆଶାରେ ସଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସବୁଜ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି ଦୁମ୍ ଦୁର୍ଗାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ପଞ୍ଚମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସୁସମ୍ପର୍କ ବୃଦ୍ଧି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଅନ୍ୟର ପରାମର୍ଶରେ କର୍ମ ସମ୍ପାଦନ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରଖନ୍ତୁ। ଆର୍ଥିକ ସ୍ଥିତି ପ୍ରତି ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ। ସ୍ୱାସ୍ଥ୍ୟ ଶରୀର ବିଶେଷ ସୁଖଦାୟକ ନୁହେଁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଦର୍ଶକ ବନ୍ଧୁ, ଇଏ ଥିଲା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ଏବଂ ଆଜିର ଦିବ୍ୟ ଚିନ୍ତନ। ଏବେ ଅନୁମତି ଦିଅନ୍ତୁ। ନୋ ମା ଭଗବତୀ ଶରଣ।